କାହାଣୀର ନାଁ କହିବା ପୂର୍ବରୁ କିଛି କାହାଣୀ ବିଷୟରେ ଜାଣିବା, ତାପରେ ତା ନାଁ ଜାଣିବା। ସ୍ୱୟଂଭୁବ ମନୁଙ୍କ ଔରସରେ ଶତରୂପାଙ୍କ ଗର୍ଭରୁ ପ୍ରିୟବ୍ରତ, ଉତ୍ତାନପାଦ ଦୁଇ ପୁତ୍ର ଓ ତିନି କନ୍ୟା ଜାତ ହେଲେ। ଉତ୍ତାନପାଦ ରାଜାଙ୍କର ସୁରୁଚି ଓ ସୁନୀତି ଦୁଇ ରାଣୀ ଥିଲେ। ସୁରୁଚି ରାଜାଙ୍କର ପ୍ରିୟତମା ରାଣୀ। ରାଜାଙ୍କର ଦୁଇ ପୁଅ, ସୁରୁଚିଙ୍କ ପୁତ୍ର ଉତ୍ତମ ଓ ସୁନୀତିର ପୁତ୍ର ଧ୍ରୁବ। ତାହା ହେଲେ କାହାଣୀର ନାଁ ହେଉଛି ଧ୍ରୁବ ଚରିତ। ସୁରୁଚି ନିଜ ପୁତ୍ର ଉତ୍ତମକୁ ରାଜାଙ୍କ କୋଳରେ ଦେଇ କିଛି ଦୂରରେ ଥିଲା। ସେହି ସମୟରେ ଧାଇ ଧ୍ରୁବଙ୍କୁ ନେଇ ରାଜାଙ୍କ ପାଖରେ ପହଞ୍ଚିଲା। ଉତ୍ତମ ରାଜାଙ୍କ କୋଳରେ ବସିଥିବା ଦେଖି ଧ୍ରୁବ କୋଳକୁ ଯିବାକୁ ହାତ ବଢ଼ାଇଲା। ଏହା ଦେଖି ସୁରୁଚି ଧ୍ରୁବକୁ ନାନା ଧିକ୍କାର କରି କହିଲା, ତୁ ରାଜସିଂହାସନରେ ବସିବାକୁ ଅଯୋଗ୍ୟ। ତୋର ପୂର୍ବ ତପସ୍ୟା ନାହିଁ। ରାଜା ଏହା ଶୁଣି ମଧ୍ୟ କିଛି କହିଲେ ନାହିଁ। ଧ୍ରୁବ କାନ୍ଦି କାନ୍ଦି ମାଙ୍କ ପାଖରେ ପହଞ୍ଚି ସବୁ କହିଲା। ସୁନୀତି ଧ୍ରୁବକୁ ବୁଝାଇଲେ। କହିଲେ, ସୁରୁଚି ଯାହା କହିଲା ଆମର ପୂର୍ବ ତପସ୍ୟା ନାହିଁ ତାହା ସତ। ପୂର୍ବ ତପସ୍ୟା ବଳରେ ସେ ପାଟରାଣୀ। ପୂର୍ବ ତପସ୍ୟା ବଳରେ ଉତ୍ତମ ସିଂହାସନକୁ ଯୋଗ୍ୟ। ମାଙ୍କ ଠାରୁ ତପର ମହିମା ଶୁଣି ଧ୍ରୁବ ତପସ୍ୟା କରିବାକୁ ସଂକଳ୍ପ କଲା। ମା ଏଥିରୁ ନିବୃତ୍ତ ହେବା ପାଇଁ ବହୁତ ବୁଝାଇଲେ। ମାତ୍ର ଧ୍ରୁବ ମାଙ୍କୁ ମେଲଣି ମାଗି ଅନୁକୂଳ ବେଳରେ ତପସ୍ୟା ପାଇଁ ଅରଣ୍ୟ ମଧ୍ୟରେ ପ୍ରବେଶ କଲା। ନ ଖାଇ ନ ପିଇ ସନ୍ଧ୍ୟା ବେଳକୁ ଗୋଟିଏ ବୃକ୍ଷ ମୂଳରେ ବସିଲା। ଆଖି ବୁଜି କୃଷ୍ଣଙ୍କୁ ଧ୍ୟାନ କଲା। ଏହି ସମୟରେ ମୁନିମାନେ ତା ପାଖରେ ପହଞ୍ଚିଲେ। ଧ୍ରୁବ ଆଖି ଖୋଲି ଦେଖିଲା, ଦିବ୍ୟ ତେଜରେ ଉଦ୍ଭାସିତ ସପ୍ତଋଷି ତା ସମୀପରେ ଉପସ୍ଥିତ। ସେ ଆସନ ତ୍ୟାଗ କରି ଅରଣ୍ୟରେ ପଶିବାର କାରଣ ପଚାରିଲେ। ଧ୍ରୁବ ସବୁ ଘଟଣା କହିଲା। ମୋତେ ତପସ୍ୟା ବିଧି ଉପଦେଶ ଦିଅନ୍ତୁ। ମୋର ଆପଣଙ୍କଠାରେ ଏହି ପ୍ରାର୍ଥନା। ଋଷିମାନେ ଶ୍ରୀହରି ନାରାୟଣ ବାସୁଦେବଙ୍କ ଚରଣ ଆଶ୍ରୟ କରି ପୁନଃ ତପସ୍ୟା କରିବାକୁ ଉପଦେଶ ଦେଲେ। ଧ୍ରୁବ ମୁନିମାନଙ୍କ ପାଦ ତଳେ ପୁନଃ ମସ୍ତକ ଲଗାଇ ତପର ଉପାୟ ବତାଇ ଦେବାକୁ ପ୍ରାର୍ଥନା କଲା। ଋଷିମାନେ କହିଲେ, ଇନ୍ଦ୍ରିୟ ଦମନ କରି ପାଞ୍ଚ ପ୍ରାଣ ନିରୋଧୀ ହୃଦୟ ମଧ୍ୟରେ ଭଗବାନଙ୍କର ଦିବ୍ୟ ରୂପ ଧ୍ୟାନ କର। ଦୃଢ଼ ଆସନରେ ବସି ନାରାୟଣ ମନ୍ତ୍ର ଜପ କର। ଋଷିମାନେ ରାତ୍ରିରେ ଚାଲିଯିବା ପରେ ଧ୍ରୁବ ଆକାଶବାଣୀ ଶୁଣିଲା। ଧ୍ରୁବ ସେହି ବାଣୀ ଅନୁସାରେ ଯମୁନା ନଦୀ ତୀରରେ କଦମ୍ବ ମୂଳରେ ନିଶ୍ଚଳ ଆସନରେ ବସି ପ୍ରତ୍ୟାହାର କଲା। ହରି ଅନୁଗ୍ରହରେ ମନ ନିଶ୍ଚଳ ରହିଲା। ବିଷ୍ଣୁ ତା ହୃଦୟରେ ପ୍ରକାଶିତ ହେଲେ। ଧ୍ରୁବ ଦ୍ୱାଦଶ ଅକ୍ଷର ମନ୍ତ୍ର ସ୍ମରଣ କରି ବିଷ୍ଣୁଙ୍କ ଚିତ୍ତରେ ଦୃଢ଼ ଭାବରେ ଧରି ଉର୍ଦ୍ଧ୍ୱମୁଖରେ ଉର୍ଦ୍ଧ୍ୱବାହୁ ହୋଇ ତପ ସାଧନ କଲା। ତାଙ୍କ ତପସ୍ୟା ଦେଖି ଇନ୍ଦ୍ରାଦି ଦେବତାମାନେ ଭୟ ପାଇ ତପ ଭଙ୍ଗ ପାଇଁ ଯାହା କିଛି ଉପାୟ କଲେ ସବୁ ବ୍ୟର୍ଥ ହେଲା। ଇନ୍ଦ୍ରାଦି ଦେବତାମାନେ ବ୍ରହ୍ମାଙ୍କୁ ଜଣାଇବାରୁ ବ୍ରହ୍ମା ସେମାନଙ୍କୁ ବୁଝାଇ କହିଲେ, ଧ୍ରୁବ ତପସ୍ୟା କରି ତୁମ ପଦ ନେବାକୁ ଚାହେଁ ନାହିଁ। ସେ ପରମ ପଦ ପାଇବାକୁ ତପସ୍ୟା କରୁଛି। ତୁମେ ନିର୍ଭୟ ହୁଅ। ଧ୍ରୁବ ତପସ୍ୟାରେ ଚକ୍ରପାଣି ଦୟାକରି ଚତୁର୍ଭୁଜ ରୂପରେ ଗରୁଡ଼ାସନରେ ବସି କାଳନ୍ଦୀ ତଟରେ ଧ୍ରୁବ ସମୀପରେ ପହଞ୍ଚିଥିଲେ। ବିଷ୍ଣୁଙ୍କୁ ଦର୍ଶନ କରି ଧ୍ରୁବ ତପତ୍ୟାଗ କଲା। ବିଷ୍ଣୁ ଆଲିଙ୍ଗନ କରି ଦେହରୁ ଧୂଳି ଝାଡ଼ି ଦେଲେ। ତାକୁ ବର ମାଗିବାକୁ କହିଲେ। ଧ୍ରୁବ ଗୋବିନ୍ଦ ଚରଣ ଚାହିଁ ସ୍ତୁତି ଆରମ୍ଭ କଲା। ଗୋବିନ୍ଦ ତାର ଭକ୍ତିଭାବ ଜାଣି ଗରୁଡ଼ରୁ ଉତୁରି ଧ୍ରୁବ ନିକଟରେ ପହଞ୍ଚି ଧ୍ରୁବକୁ କୋଳ କଲେ ଏବଂ ଜଳଦ ଗମ୍ଭୀର ସ୍ୱରରେ କହିଲେ, ମୁଁ ତୋର ମନ କଥା ଜାଣିଛି। ତୁ ମୃତ୍ୟୁ ପରେ ମାତାଙ୍କ ସହିତ ଧ୍ରୁବ ଲୋକରେ ବାସ କରିବୁ। ତ ଆମେ ଏଇ କାହାଣୀରୁ କ'ଣ ଶିଖିଲେ? କର୍ମନିଷ୍ଠା ଥିଲେ ଯେତେ କଷ୍ଟସାଧ୍ୟ ହେଲେ ମଧ୍ୟ ଅସାଧ୍ୟ ସାଧନ ହୁଏ। ଆତ୍ମବିଶ୍ୱାସ ସଂକଳ୍ପ ମଣିଷକୁ ଶୀର୍ଷରେ ପହଞ୍ଚାଇ ଦିଏ। ତ ସରଳ ଭାଷାରେ କହିବାକୁ ଗଲେ ନିଜର କର୍ତ୍ତବ୍ୟ କରିବା କଥା, ନିଜର କର୍ମ କରିବା କଥା, ଆଉ ନିଜ ଉପରେ ବିଶ୍ୱାସ ରଖିବା କଥା, ଯାହାକି ଆମକୁ ସେଇ ଜାଗାରେ ପହଞ୍ଚେଇବ ଯୋଉଠିକି ପହଞ୍ଚିବାର ଆମର ଯୋଗ୍ୟତା ଥିବ। ଆମ ଚେଷ୍ଟା କାହାଣୀ ଯଦି ଭଲ ଲାଗୁଛି ତାହେଲେ କ'ଣ କରିବେ ଜାଣିଛନ୍ତି ତ? ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ପ୍ରେସ୍ କରିବେ, ଅଲ୍ ନୋଟିଫିକେସନକୁ ଅନ୍ ରଖିବେ। ଆଉ ତା ସହିତ ଭିଡ଼ିଓ ଭଲ ଲାଗୁଥିଲେ ଲାଇକ୍ କରିବେ, ଭିଡ଼ିଓ ସହିତ ସେୟାର କରିବେ। ଆମେ ଆପଣମାନଙ୍କ ପାଇଁ ଏମିତି କାହାଣୀ ନେଇକି ଆସୁଥିବୁ। ତାହେଲେ ରହୁଛି, ଆସନ୍ତା କାହାଣୀ ନେଇକି